13 कहते जे आधार साहाय्य गुणन क्रिया शीघ्र संपादित हुए। तो आधार किए जानिबा 10 100 1000 10,000 1 लक्ष ये संख्या गुड़िक आम आधार कहवा। ये आधार साहाय्य जते गुणन करियो यह बहुत सहज हो जाए। देखिए गोटे तो 9 गुणन 8 आम जाने 9 गुणन 8 के 8 9 72 यहाँ आम जानी। तो आधार साहाय्य केमती कर देख 9 देखा तले 8 देखा तो 9 कौन हो 10 1 सान अच्छी 10 1 सान माने वियोग 1 देखा 8 हूँ 10 2 सान तेणु वियोग 2 देखा एवं गुणन चिन्ह दबा। तो यही 1 और 2 को गुणा तो 2 के 2 ये डाण पटे देखा बाँ पटे कौन कर 9 रू 2 वियोग करवा कि 8 रू 1 वियोग करवा 9 रू 2 वियोग करवा तो 8 1 के 7 तो आम गुणफल है 72। ये हूँ 13 नंबर कथा। 14 नंबर कहते ना 13 नंबर कहते 6 गुणन 8 6 गुणन 8 तो 6 10 के सान ना 4 सान से 6 वियोग 4 देखा 8 10 2 सान से 8 वियोग 2 देखा तापर गुणीदे 4 दूणे 8 6 रू 2 गजे 4 कि 8 रू 4 गजे 4 तो के 4 8 48 आम जाने 6 गुणन 8 समान के 48 आम गुणन ठीक अच्छे। 14 नंबर कहते 12 गुणन 14 यहाँ भी सेमती करवा प्रथम देखा 12 तापर देखा 14 12 10 2 बड़ तेणु बड़ माने युक्त देखा 10 2 बड़ माने युक्त 2 देखा 14 10 4 बड़ से युक्त 4 देखा या गुणन करवा तो 4 दूणे 8 12 4 16 कि 14 2 16 तो उत्तर के 168। सेहीपरि क कहते 16 गुणन 18 क कहते 16 गुणन 18 गुणा तो 16टा 10 6 बेसी तेणु युक्त 6 18 10 8 बेसी तेणु युक्त 8 या आम गुणीदे तो 800 के 48 16 आउ 8 मिश्रे हूँ 24 कि 18 आउ 6 मिश्रे 24 आम ये आधार हूँ के आधार हूँ 10 आधार हूँ के 10 ये 10 गोटे शून्य अच्छे तेणु ये डाहाण पटे 2टा संख्या रही गोटे संख्या तेणु 8 रा आसी यही 4 संगे मिसीज तो 4 4 8 हो गला 2 की 2 सेमतिया ख कहते कौन ना 19 गुणन 17 19 गुणन 17 गुणा 19 युक्त देखा 9 कहीं 19 10 पाख 9 बेसी 17 युक्त 7 देखा 17 10 7 बेसी तो 9 संख्या के 63 19 आउ 7 मिश्रे 26 कि 17 19 9 मिश्रे हूँ 26 ये 9टा या संग मिसीज तो 3 9 6 15 5 रखा 1 2 1 3 तो 353 ग कहते 15 गुणन 15 ये युक्त 5 देखा कहीं 15 10 5 बेसी ये भी युक्त 5 देखा तो 5 5 25 15 5 मिश्रे 20 2टा ये आसी मिसीज डाण पटे केवल गोटे संख्या रही 5 2 शून्य मिसी 2 ये 2 समान 225। 15 नंबर कहते 98 गुणन 98 तो देखा 98 देखा तापर पुणी 98 देखा यार पाखापाखि आधार किए होना ये हूँ आधार के हम आमर 100 कहीं 98 100 पाख संख्या तो 98 100 रु सान ना बड़ ना सान सान आम वियोग चिन्ह बसैबा केते सान ना 2 सान 2 देखा
ଏଠି ସେମିତି 2 ଦେଖିବା। ଏଠି ଦେଖ ସହଜ 2ଟା ଶୂନ ଅଛି, ତେଣୁ ଏଠି 2ଟି ସଂଖ୍ୟା ରହିବ। 2 ଖାଲି 2 ହେବନି, ଏଠି 0 2 ଦେଖିବା, ତଳେ ବି 0 2 ଦେଖିବା। ଏବେ ଆମେ ଗୁଣନ କରିବା। ତ 2 ଦୁଣେ ହେଉଛି 4, 0 4 ଦେଖିବା, 98 2 ଗଲେ 96। ତ ଆମ ଉତ୍ତର ହେବ କେତେ? 9 6 0 4। ସେହିପରି କହିଛନ୍ତି 97 ଗୁଣନ 97, 97 ଗୁଣନ 97, 97 ଗୁଣନ 97ର ଗୁଣଫଳ ଗୁଣନ ନ କରି କୁହ। ତ ଆମେ ଗୁଣନ କରିବାନି, ଆମେ ଏମିତିକା କରିବା। ତ 97 ସହଜକୁ କେତେ ସ୍ଥାନ ଅଛି ନା 3 ସ୍ଥାନ ଅଛି। ତ 3 ମାନେ ଗୋଟେ 3 ହେବନି, ଖାଲି 0 3 ହେବ। କେତେ ହେବ? 0 3। କାହିଁକି ନା ଏଠି ହେଉଛି ଆଧାର ଆମର 100, ସେଥିପାଇଁ ଡାହାଣ ପଟେ 3 ଗୁଣନ 3 କେତେ? ଏଠି 0 3 ବିୟୋଗ ହେବ, ଏଠି ହେବ 0 3 ବିୟୋଗ। ତ 3 3 9, 0 9 ଦେଖିଦେବା। ବାଁ ପଟେ କ'ଣ ହେବ ନା 97ରୁ 3 ବିୟୋଗ ହେବ। ତ 97ରୁ 3 ବିୟୋଗ ହେଲେ କେତେ ହେଲା? 9 4 94। ତ 9 4 0 9, ଏଇଟା ଆମେ ଗୁଣନ କରି କରିଦେଲେ। 16 ନମ୍ବର କହିଛନ୍ତି 9 9 9 1 ଗୁଣନ 9 9 9 1। ଏଠି ଦେଖ ଆମର ଆଧାର କେତେ ହେବ? ଆମର 1ର 4ଟି 0, 9991 ଅଛି, ତେଣୁ ୟାର ଆଧାର ହେବ କେତେ? 10000। ଏଠି 10000 ଡାହାଣ ପଟେ 4ଟି 0 ଅଛି, ତେଣୁ ଆମର ଡାହାଣ ପାଖ ସଂଖ୍ୟାରେ 4ଟି ଅଙ୍କ ରହିବ। ତ 9 9 9 1 ଦେଖିବା, ତା ତଳେ ପୁଣି 9 9 9 1 ଦେଖିବା। ଏଠି ସାନ ଅଛି, 10000 ଏଟା ସାନ ଅଛି, କେତେ ସାନ ନା 9 ସାନ। ତ ଖାଲି 9 ଦେଖିବାନି, ଇଏ ବି 9 ସାନ ଅଛି, ଖାଲି 9 ଦେଖିବାନି, 4ଟି ସଂଖ୍ୟା ରହିବ। 1 2 3 4, 4ଟା 0 ଅଛି, ତ 4ଟି ସଂଖ୍ୟା ରହିବ। ବାଁ ପଟେ ଆଉ 3ଟି 0 ଅଧିକା ଆମେ ବସାଇଦେବା। ତ ହେଇଗଲା ଆମର ଏବେ ଗୁଣନ କରିବା। ତ 9 9 କେତେ ହେଲା? 81, ଡାହାଣ ପାଖ ହେଲା 81। ଏଠି 2ଟି ସଂଖ୍ୟା 2ଟି ଅଙ୍କ ହେଲା, ଆଉ 2ଟି 0 ବସାଇଦେବା। 91ରୁ 9 ଗଲେ କେତେ ହେଲା? 82, ବାକ୍ୟ ହେଲା 99। ତ ଆମ ଉତ୍ତର ହେବ 9 9 8 2 0 0 8 1। 17 ଦେଇଛନ୍ତି ନା 9 9 8 1 ଗୁଣନ 9 9 9 7 କୁ ସଂଖ୍ୟା ପରେ ଗୁଣନ କର। ତ ପ୍ରଥମେ କ'ଣ କରିବା ନା 9 9 8 1 ଦେଖିବା, ତା ତଳେ ଦେଖିବା 9 9 9 7 ଦେଖିବା। ଏଠି ଆମର ଆଧାର କେତେ ହେବ? ଆଧାର ହେବ 10000। 9981ର ପାଖାପାଖି ସଂଖ୍ୟା କେତେ ହେବ? 10000। ତ ଏଠି ଦେଖ, ଏଇଟା ହେଉଛି 10000ରୁ ସାନ, କେତେ ସାନ ନା 19 ସାନ। ତ ଏଠି 19 ବିୟୋଗ ଦେଖିବା। ଏଠି ଦେଖ 1ର 4ଟା 0 ଅଛି, ତେଣୁ ଏଠି 2ଟା 0 ଏକ୍ସଟ୍ରା ଦେଖିଦେବା। ତ ଏଠି ହେଉଛି ଦେଖ 3 ସାନ, 97ଟା ଏଠୁ କେତେ ସାନ ଅଛି? 3 ସାନ, 3 ଦେଖିଦେବା। ବାଁ ପଟେ 3ଟି 0 ଦେଇଦେବା। ଏବେ ଗୁଣିବା, 19 3 57, ଏ 0 0। ଇଏ ହେଲା କେତେ? 81ରୁ 3 ଗଲେ କେତେ ହେଲା? 7 8 78, 9 9 8 7 8। ତ ସମାନ କେତେ ହେଲା ନା 9 9 7 8 0 0 5 7। 18 ନମ୍ବର କ'ଣ କହିଛନ୍ତି? 9 9 8 ଗୁଣ 1 0 0 5କୁ ସଂଖ୍ୟା ପରେ ଗୁଣନ କରିବା। ତ ଦେଖ, ଏ ଦେଖ ସବୁ ହଜାର ପାଖ ସଂଖ୍ୟା। ତ ଆଧାର ଆମର କେତେ ହେବ? ଏଠି ଆଧାର ହେବ 1000। ତ 998 ଦେଖିବା 1005। ତ ଏ ଦେଖ 998ଟା କ'ଣ? 1000ଠୁ ସାନ, କେତେ ସାନ? 2 ସାନ। 2 ସାନ ମାନେ 0 0 2 ଦେଖିବା, କାହିଁକିନା ଏଠି 1000ରେ 3ଟି 0 ଅଛି, ସେଥିପାଇଁ ଏଠି 3ଟି ସଂଖ୍ୟା ରହିବ। 0 0 2 ଦେଖିଲେ। ଏଠି ଦେଖ 1005, 5 ଅଧିକା ଅଛି, ତେଣୁ ଏଠି 5 ଦେଖିବା, 2ଟା 0 ବସାଇବା। ଏବେ ଗୁଣିବା। ତ ଏଇଟା ଦେଖ, ଏଇଟା ବିୟୋଗ ଅଛି, ଏଇଟା ଯୋଗ ଅଛି। ତ 5 ଦୁଣେ 10 ହେଲା।
ଏଠି ଗୋଟେ ଶୂନ ଦେଖିଦେଲେ। ଏଇଟା ଦେଖ যোগ বিয়োগ গুণন যোগ যদি হব তো এটা କ'ଣ হব না এটা বিয়োগ হব। তো বিয়োগ 2 গুণন যুক্ত 5 ଅଛି ତ ଏଇଟା କ'ଣ ହବ ନା ବିয়োଗ 10 ହବ। ଏଇ ଯେଉଁ ବିয়োଗ 10କୁ ଆମେ କ'ଣ ଦେଖିବା ୟାପରେ ଏମିତି ଗୋଟେ ଗାର ପକାଇଦେବା ତ ଆମେ ଜାଣିଲେ କ'ଣ ଏଇଟା ହେଉଛି ବିয়োଗ 10। ଏଇ ଯେଉଁ ବିୟୋଗଟା କ'ଣ ହେବ ଏଇ ବାଁ ପଟେ ଯେଉଁ ସଂଖ୍ୟାଟା ଆସିବ ତାଠୁ ଏଇଟା ବିୟୋଗ ହେବ। ତ 998 ଯୁକ୍ତ 5 ତ 8 5 କେତେ ହେଲା 13 ତ 03 ହେଲା ତ 1003 ହେଇଗଲା ସଂଖ୍ୟାଟି କେତେ ହେଲା 1003। ଏବେ କ'ଣ କରିବା ୟାଠୁ ଏଇଟା ଆମେ ବିୟୋଗ କରିବା। ଏଇ ଯେଉଁ 1003 ଅଛି ସେଠୁ ଆମେ ଏଇଟା ବିୟୋଗ କରିବା। କେମିତି ବିୟୋଗ କରିବା ଦେଖ 1003 ଦେଖିବା ଏଇ ଯେଉଁ ଡାହାଣ ପଟେ ଅଛି ତ ତେଣୁ ଏଇ ସିଧା ଦେଖିବା 0 1 0 ଦେଖିବା ଏଇଟା ହେଉଛି ବିୟୋଗ କରିବା। ଦେଖ ୟା ଉପରେ କିଛି ନାହିଁ ମାନେ ଏଇଟା ଆମେ 0 ବୋଲି ଭାବିବା ତ 0ରୁ 0 ଏଠି 0ରୁ 1 ଯାଇପାରିବନି ତ ଇଏ ୟାଠୁ ଧାର ନେବ ତ ଇଏ ହେଲା या पाखे भी नहीं ये 3 ठू धार नब तो 3 कौन हो 2 हो ये 10 हो गला ये पुणी 1 देदेव ये हो 9 ये होगा 10 तो 10 रु 1 गले 9 9 रु 9 आसीज यहाँ हो 2 हाँ 0 0 1 तो आम उत्तर केते हम 1 0 0 2 9 9 0। 19 नंबर कहते 1 0 0 9 गुणन 992 तो यहाँ कौन कर गुणा सेमती 1 0 0 9 युक्त 0 0 9 देखा कहीं यहाँ 1000 ठू 9 बेसी अच्छी तो 992 यहाँ वियोग देखा 8 वियोग देखा 8 कहीं यहाँ 1000 ठू 8 सान अच्छी तो गुणी दबा तो केते 8 9 72 शून्य रही देख जोग अच्छी वियोग अच्छी तेणु यहाँ कौन हम वियोग तो 1009 रु 8 वियोग हम तो केते हम 1001 हम। एवं या पुणी वियोग करवा कौन करवा ना 1 0 0 1 ता तले लिखा 0 7 2 वियोग करवा या किसी नहीं मैंने 0 बसवा तो 0 रु 2 गले 10 2 गले के 8 ये 9 अच्छी 9 रु 7 गले 2 ये पुणी 9 एक टा हो 0 हो 0 0 1 तो आम उत्तर के 1 0 0 0 9 2 8। 20 नंबर कहते परिपूरक संख्या कौन परिपूरक संख्या कौन कहवा ना जेकोसी दुईटी संख्या जदि जोगफल 10 हम जोगफल दुईटी संख्यार जोगफल जदि 10 हुए 10 हुए से दुईटी परस्पर परिपूरक बा पूरक मध्य कहू देख 2 पूरक केते 8 कहीं 8 युक्त 2 है के 10 यदि 2 पूरक 8 हो तेणु 8 पूरक 2 हम 6 पूरक के हो 6 पूरक 4 3 पूरक 7 ये जो परिपूरक पढ़े बा पूरक पढ़े या व्यवहार करके आम वियोग केमती सहज कर देखा। तो 21 नंबर देते ना 623 वियोग 399 तो ये कौन करवा साधारणतः आम उपरू तौर वियोग करूँ ये उपरू तौर वियोग करवानी जो बड़ थी से सानटा वियोग करवा ये देख 3 रु 9 जापरनि तेणु कौन करवा ना 9 रु 3 वियोग करवा तो 9 रु 3 वियोग कर केते होची जो तौर उपर वियोग करवा बाँ पटे गोटे बिंदु दबा ए बिंदु माने कौन ना यही संख्याटा एक सान तो केते ना 9 रु 3 गले केते 6 तो 6 पूरक आम देखा तौर जो ऊपर देखा तार पूरक देखा तो 6 पूरक केते 4 ये हूँ प्रथम स्टेप। द्वितीय स्टेप देख
ବର୍ତ୍ତମାନ ଏଇଠି 2 ନାହିଁ, ଏଠି 1 କମିଯାଇଛି। ତ ଏଠି ହେଉଛି 1 ନ ଯାଇପାରିବନି, ତେଣୁ କ'ଣ କରିବା ନା 9ରୁ 1 ବିୟୋଗ କରିବା। ତଳୁ ଉପରୁ ବିୟୋଗ କଲେ ତା ବାଁ ପାଖ ସଂଖ୍ୟାରେ ଗୋଟେ ବିନ୍ଦୁ ଦେବା। ତ 9ରୁ 1 କଲେ କେତେ ହେଲା? 8। ତେଣୁ ତଳୁ ଉପରୁ ଯାଉଛି, ସେଥିପାଇଁ ୟାର ପୂରକ ଦେଖିବା। ତ 8 ପୂରକ କେତେ? 2। ତ ବର୍ତ୍ତମାନ 6ଟା କ'ଣ ହେଇଯିବ? 1 କମିଯିବ, ତ 5 ହେଇଯିବ। 5 3 ଗଲେ 2। ଏଇଟା ହେଉଛି ଆମର ପୂରକ ବ୍ୟବହାର କରିକି ଆମେ ଏହିପରି ସହଜ ଭାବରେ ବିୟୋଗ କରିପାରିବା। 22 ନମ୍ବର ପ୍ରଶ୍ନ ଅଛି 72 ଗୁଣନ 78। ୟାକୁ ଆମେ ସଂକ୍ଷେପରେ ଗୁଣନ କରିବା। ଏଇଠି ଦେଖ 10 ଘର ଅଙ୍କ, ଏଠି 7 ଅଛି, ଏଠି ବି 7 ଅଛି। ଏଠି କ'ଣ ଅଛି ନା 10 ଅଙ୍କ ସମାନ ଅଛି ଏବଂ 1 ଘର ଅଙ୍କ କି ଅଛି ନା 2 ଆଉ ହେଉଛି 8। ଏ ଦୁଇଟା ଯଦି ଆମେ ମିଶାଇବା ଇଏ ହେବ କେତେ ନା 10। ତ ଏଇଠି ଯେଉଁ 1 ଘର ଅଙ୍କ କ'ଣ ଅଛନ୍ତି ନା ପୂରକ ବା ପରିପୂରକ ଅଛନ୍ତି। ତ ଯଦି 1 ଘର ପରିପୂରକ ଅଛନ୍ତି ତାହେଲେ ଆମେ କ'ଣ କରିବା? ୟାର ଯେଉଁ ଗୁଣନ କେମିତି ହେବ ଦେଖିବା। ତ ପ୍ରଥମେ ଦେଖିବା 72 ଆଉ 78। ତ ଏଠି ଗୁଣନ କରିବା। ଏ ଯେଉଁ 8 ଆଉ 2 ମିଶି 10 ହେଉଛି, ତେଣୁ ଏ ଦୁଇଟା ପୂରକ ଅଛି। ପୂରକ ଥିଲେ ଏ ଦୁଇଟା ଗୁଣି ଦେବା। 8 ଦୁଣେ 16। ବାଁ ପାଖରେ କ'ଣ କରିବା? ଯାହା ବି ଥିବ 10 ଘର ଅଙ୍କ ଏଠି କି ଅଛି ନା 7 ଅଛି, ଗୁଣନ ତାର ପରବର୍ତ୍ତୀ ସଂଖ୍ୟା। ତା ପରବର୍ତ୍ତୀ ସଂଖ୍ୟା କିଏ ନା 8। ତ ଆମର ଉତ୍ତର କେତେ ହେବ? 8 ସନ୍ଧ୍ୟା ହେଉଛି 56, ଇଏ ହେଉଛି 16। ଏଇଟା ହେଉଛି ଆମର ଉତ୍ତର। ତ ମୁଁ ଗୋଟେ ଦେଉଛି, ତୁମେ ଘରେ ବସି କରିବ। 46 ଆଉ ଧରାଯାଉ ଅଛି 44। এইটা ତୁମ ହୋମୱାର୍କ ଦିଆହେଲା। ଏଇଟା ଘରେ ବସି କରିବ ଏବଂ ୟାର ଉତ୍ତର କମେଣ୍ଟରେ ଲେଖିକି ଦେବ। 23 ନମ୍ବର ଦେଇଛନ୍ତି 52 ଗୁଣନ 76। ଏଇଟା ଗୁଣନ ଦେଇଛନ୍ତି। ଏଇଟା କ'ଣ ଏକ ନୂଆ ପ୍ରକାର ଏଇଟା ଗୁଣନ ଶିଖେଇଛନ୍ତି ବା କହିଛନ୍ତି କରିବା ପାଇଁ। ଦେଖିବା କେଉଁ ପ୍ରକାର ସେ ଗୁଣନ କରିବା ପାଇଁ କହିଛନ୍ତି। ଦେଖ ପ୍ରଥମ ଷ୍ଟେପ୍ କ'ଣ ନା 6 ଆଉ 2କୁ ଗୁଣିବା। ତ 6 ଗୁଣନ 2 ସମାନ କେତେ ହେଲା? 12। ଲେଖିଦେବା। ଦ୍ୱିତୀୟ ଷ୍ଟେପ୍ କ'ଣ ହେବ ନା এইটাକୁ ଏଇ କୋଣରେ, এইଟାକୁ ଏଇ କୋଣରେ ଗୁଣିବା। ତ 5 ଗୁଣନ 6 ଯୁକ୍ତ 7 ଗୁଣନ 2 ସମାନ କେତେ ହେଲା? 6 5 30 ଯୁକ୍ତ 7 ଦୁଣେ 14। ତ ହେଲା 4 5 4 4 44 ହେଲା। 3 ଦେଇଛନ୍ତି କ'ଣ ନା ଏଇ 5 ଆଉ 7କୁ ଗୁଣିଦେବା। 5 ଗୁଣନ 7 ସମାନ କେତେ? 7 5 35। ଏଇ 3ଟି ସଂଖ୍ୟା ହେଇଗଲା। ବର୍ତ୍ତମାନ କ'ଣ କରିବା? ୟାକୁ ଆମେ ଏମିତିଆ ଲେଖିଦେବା। କ'ଣ 35 ଗାର ଦେଇଦେବା। 4 4 44 ଗାର ଦେବା। 1 2 12। ଏବେ କ'ଣ କରିବା? ଆମେ ଡାହାଣ ପଟୁ ଗୋଟେ ଗୋଟେ ସଂଖ୍ୟା ଦେଖିବା। ଏଇଠି 2 ରହିବ, ଏଇ 1ଟା ଆସି 4 ସାଙ୍ଗେ ମିଶିଯିବ। ତ 4 1 5। ଏଇ 4ଟା ଆସି 5 ସାଙ୍ଗେ ମିଶିଯିବ। ତ 5 4 9 5 4 2 5 4 9 ଏବଂ 3 କି 3 ରହିଯିବ। ସେ କହିଛନ୍ତି ଆଉ ଗୋଟେ ଯେ 87 ଏବଂ 49କୁ ଗୁଣନ କରିବା ଆମେ। ତ ପ୍ରଥମ ଷ୍ଟେପ୍ ଦେଖ 7 ଆଉ 9କୁ ଗୁଣିବା। ତ 7 ଗୁଣନ 9, ତ 9 ସନ୍ତା ହେଉଛି 63। ଦ୍ୱିତୀୟ ଷ୍ଟେପ୍ ହେଉଛି ଗୁଣି ଆଣି ଗୁଣନ କରିବା। ଏଇଟାକୁ ୟା ସାଙ୍ଗେ, ୟାକୁ ୟା ସାଙ୍ଗରେ। ତ 8 ଗୁଣନ 9 ଯୁକ୍ତ 7 ଗୁଣନ 3 7 ଗୁଣନ 3। ତ 8 9 ହେଉଛି 72 ଯୁକ୍ତ 7 ହେଉଛି 21। ତ ଦେଖ 2 1 3 7 2 9 ଇଏ ହେଉଛି 93 ହେଲା। ଥାର୍ଡ଼ ଷ୍ଟେପ୍ରେ କ'ଣ ହେବ ନା ଏଇ 8 ଆଉ 3 ଗୁଣିବା। ତ 8 ଗୁଣନ 3 ସମାନ ହେଉଛି 8 3 24। ତେବେ ଉତ୍ତର କେତେ ହେବ ଦେଖ? 24 ଲେଖିବା, ଏଠି ଲେଖିବା 93, ଏଠି ରଖିବା 63। ତ ପ୍ରଥମେ 3 ରଖିବା। ଏଇ 6ଟା ଆସି 3 ସାଙ୍ଗେ ମିଶିଯିବ। ତ 6 3 9 ହେଇଗଲା। 9ଟା 4 ସାଙ୍ଗେ ମିଶିବ। ତ 9 4 13ରୁ 3 ରଖିବା 1। ତ 2 1 3। 24 ନମ୍ବର କହିଛନ୍ତି ଯେ 1 2
3 4 ଓ 5 এই ପାଞ୍ଚଟି ସଂଖ୍ୟାକୁ ନେଇକି 5 ଅଙ୍କ ବିଶିଷ୍ଟ କେତୋଟି ସଂଖ୍ୟା ହୋଇପାରିବ। ଏଠି କ'ଣ କରିବା, ଯଦି 5 ଅଙ୍କ ବିଶିଷ୍ଟ କହିଛି ଦେଖ ପାଞ୍ଚଟି ସଂଖ୍ୟା 1 2 3 4 5। ତ ପ୍ରଥମେ କ'ଣ କରିବା, ଏଇଟା ଜାଣିବା କେମିତିଆ, 5 ଅଙ୍କ ବିଶିଷ୍ଟ କହିଛନ୍ତି। ତେଣୁ ପ୍ରଥମେ ଆମେ 5 ଲେଖିବା, କାହିଁକି ନା ଏକ ଘରେ ଗୋଟେ ସଂଖ୍ୟା 5 ଥର ରହିପାରିବ ଏବଂ ସେଇ ସଂଖ୍ୟାଟି 10 ଘରେ କେତେ ଥର ରହିପାରିବ ନା 4 ଥର ରହିପାରିବ। ପୁଣି 3 2 ଏବଂ 1। ତ ଏହି ବିଧିରେ ଆମେ ଯଦି କହିପାରିବା ତ 5 20 30 60 ଦୁणे 120, ତ ଏହା 120ଟି ସଂଖ୍ୟା ହେଇପାରିବ। 25 ନମ୍ବର ସେମିତି କହିଛନ୍ତି 6 7 8 ଓ 9 এই ଚାରୋଟି ସଂଖ୍ୟାକୁ ନେଇ 4 ଅଙ୍କ ବିଶିଷ୍ଟ କେତୋଟି ସଂଖ୍ୟା ହେଇପାରିବ। ଏଠି ଦେଖିବା କ'ଣ ନା 4 ଅଙ୍କ ବିଶିଷ୍ଟ କହିଛନ୍ତି, ତ ପ୍ରଥମେ 4 ଦେଖିବା, ତାପରେ 3, ତାପରେ 2 ଗୁଣନ 1, ତ 4 12 ଦୁणे 24, ଏଠି ହେବ 24ଟି। ସେମିତି ଯଦି କହିଥାନ୍ତେ ଯେ 2 3 5 ଏହାକୁ ନେଇକି କେତୋଟି ସଂଖ୍ୟା ହେଇପାରିବ, 3 ଅଙ୍କ ବିଶିଷ୍ଟ କେତୋଟି ସଂଖ୍ୟା ହେଇପାରିବ। ତ ଏଠି କ'ଣ ହେବ ନା ପ୍ରଥମେ ଦେଖିବା 3 ଅଙ୍କ ବିଶିଷ୍ଟ କହିଛନ୍ତି, ତେଣୁ 3 ଗୁଣନ 2 ଗୁଣନ 1, ତ ଏଠି କେତୋଟି ହେଇପାରିବ ନା 6ଟି। ଯଦି ସେ କହିଥିବେ 3 ଆଉ 5 ଏହାକୁ ନେଇକି ଆମେ 2 ଅଙ୍କ ବିଶିଷ୍ଟ ସଂଖ୍ୟା କେତୋଟି କରିପାରିବା, ତ ଏଠି 2 ଅଙ୍କ ମାନେ 2 ଗୁଣନ 1 ସମାନ ହେଉଛି 2ଟି ହେବ। ମୁଁ ହୋମୱାର୍କ ଦେଉଛି, ତାକୁ ଆମେ ଘରେ କରିବା। ଗୋଟେ ହେଉଛି ଦେଖ 7 3 73, 7 7 77। ଗୋଟେ ହେଉଛି 5 3 53, 5 7 57। ଆଉ ଗୋଟେ ହେଉଛି 6 5 65, 6 5 65। ଏଇଟା ଆମେ ଘରେ କରିବା ଏବଂ କମେଣ୍ଟସରେ ଉତ୍ତର ଦେଖି ପଠାଇବା। ଆପଣ ଯଦି ଏ ଭିଡ଼ିଓଟି ଭଲ ଲାଗିଥାଏ ତାହେଲେ ଆପଣ ଏହାକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ସବସ୍କ୍ରାଇବ୍ କରନ୍ତୁ। ସବସ୍କ୍ରାଇବ୍ କରିବା ଦ୍ୱାରା ଆପଣ ମୋର ସମସ୍ତ ଭିଡ଼ିଓ ଦେଖିପାରିବେ।